हेलो ସାଙ୍ଗମାନେ ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣଙ୍କର ଏହି ପ୍ରିୟ ଧାରାବାହିକ ତୋ ପାଇଁ ମୁଁ ତୋ ପାଇଁ କହିବାକୁ ଯାଉଛି ଆସନ୍ତୁ। ତ ଯାହାକି ଆପଣମାନେ ଆଗରୁ ଦେଖିଥିଲେ କି ରାମ ବର୍ତ୍ତମାନ ମେଡ଼ିକାଲରେ ଆଡ଼ମିଟ୍ ହୋଇଛନ୍ତି ଆଉ ଏଠାରେ ସମସ୍ତେ ମେଡ଼ିକାଲରେ ଉପସ୍ଥିତ ଅଛନ୍ତି ଏବଂ ଡକ୍ଟର କହୁଛନ୍ତି ରାମଙ୍କର ଏଇ ଜାଗାରେ ମାଡ଼ ହୋଇଛି, ଯେଉଁଥିପାଇଁ ସେ ସବୁକିଛି ଭୁଲି ଯାଇଛନ୍ତି। ତାଙ୍କ ସ୍ମରଣ ଶକ୍ତି ଉପରେ ବହୁତ ପ୍ରଭାବ ପଡ଼ିଛି, କିନ୍ତୁ ତାଙ୍କ ଲାଇଫ୍ର ଏଇ 5-6 ବର୍ଷର କଥା ସବୁ ମନେ ଅଛି। ଏତିକି କହିଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚାହିଁଛନ୍ତି ଏବଂ ସିଆ କହୁଛନ୍ତି କି ଯାହା ହଉ ମୁଁ ତ ବଞ୍ଚିଗଲି, ମୋତେ ସବୁ ରହସ୍ୟ ହୋଇ ରହିଗଲା। ଏବେ ବି ମୋ ପରିବାର ମୋ ହାତରେ ହିଁ ରହିଲା। ତାପରେ ସିଏ କହୁଛନ୍ତି ତୁ ଆଜି ଜିତିଗଲୁ ରୁହି, କିନ୍ତୁ ମନେ ରଖ ବହୁତ ଜଲ୍ଦି ତୁ ମୋ ଠାରୁ ହାରିବାକୁ ହେବ। ଖାଲି ମୋ ଠାରୁ ନୁହେଁ, ଆଉ ଚିକି ଠାରୁ ଦୁଇ ଜଣ ତତେ ମିଶିକି ହରେଇବେ। ଦର୍ଶକ ଆଗକୁ କ'ଣ ହେବାକୁ ଯାଉଛି ଜାଣିବାକୁ ହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ଆଣ୍ଡ କମେଣ୍ଟ କରନ୍ତୁ। ଏତିକି ରହୁଛି, ନମସ୍କାର, ଜୟ ଜଗନ୍ନାଥ।